মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে ଦୂର ମୋ ଯୀଶୁ ନାମ। প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ଜହନ 3 ଅଧ୍ୟାୟରେ ନିକୋଦିମଙ୍କ ସହିତ କଥାବାର୍ତ୍ତା କରୁ କରୁ ପ୍ରଭୁ ଶ୍ରୀଖ୍ରୀଷ୍ଟ ନିଜ ବିଷୟରେ ଏବଂ ପିତା ଈଶ୍ୱରଙ୍କ ବିଷୟରେ ଯାହା କହିଲେ ତାହା ଆମେ 3 ଅଧ୍ୟାୟର 16 ପଦରେ ଏହିପରି ପାଠ କରୁ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପ୍ରଭୁ ଶ୍ରୀଖ୍ରୀଷ୍ଟ କହନ୍ତି ଯେ ଈଶ୍ୱର ତାହାଙ୍କ ପିତା ସେ ଜଗତକୁ ଆଶ୍ଚର୍ଯ୍ୟ ଭାବରେ ପ୍ରେମ କଲେ। ସେହି ପ୍ରେମ ଜଗତର ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ଭାବରେ ମୋତେ ଏବଂ ଆପଣଙ୍କୁ ସେ ପ୍ରେମ ଦେଖାଇଲେ। ଏହାର ପରିଣାମ ସ୍ୱରୂପେ ସେ ଆପଣ ଅଦ୍ୱିତୀୟ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଦାନ କଲେ, ଯେପରି ଯେକୌଣସି ବ୍ୟକ୍ତି ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ମୁଁ ଓ ଆପଣ ଯେପରି ବିନଷ୍ଟ ନ ହେଉ, ଏଥିରୁ ରକ୍ଷା ପାଇବା ପାଇଁ, ୟାମାନଙ୍କୁ ରକ୍ଷା କରିବା ପାଇଁ ଈଶ୍ୱର ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯିଏ ଆମମାନଙ୍କୁ ବିନାଶରୁ ରକ୍ଷା କରନ୍ତି। ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟ। ପାପ ହେତୁ ପ୍ରତ୍ୟେକ ମନୁଷ୍ୟ ପାପର ବେତନ ମୃତ୍ୟୁର ଦଣ୍ଡାଧୀନ ହୋଇ ବିନାଶର ପଥରେ ଯାତ୍ରା କରୁଅଛି, ଅର୍ଥାତ୍ ଯାହା ଅନନ୍ତକାଳୀନ ନର୍କ, ସେହି ଦଣ୍ଡର ସ୍ଥାନକୁ ସେ ଯାଉଅଛି। ତେବେ ଆମକୁ ସେ ଅନନ୍ତ ବିନାଶରୁ ରକ୍ଷା କରିବା ନିମନ୍ତେ ଈଶ୍ୱର ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ପ୍ରେରଣ କଲେ। ବିନାଶରୁ ଆମମାନଙ୍କୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଯୀଶୁ ଆପଣଙ୍କୁ ବଳିଦାନ କଲେ ଏବଂ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ। ତାଙ୍କଠାରେ ବିଶ୍ୱାସକାରୀକୁ ଅନନ୍ତ ଜୀବନ ପ୍ରଦାନ କରନ୍ତି। ତେବେ ଯିଏ ବିନାଶରୁ ଆମମାନଙ୍କୁ ରକ୍ଷା କରିପାରନ୍ତି ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଜ୍ଞାତ ହେବା ନିମନ୍ତେ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।